ଏହା କୌଣସି ଫୁଲ ବଗିଚା ନୁହେଁ, ଏହା ଆମ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଫୁଲ ପରି ଯିଏ ସ୍ୱଚ୍ଛ ଓ ସୁନ୍ଦର ସିଏ ଆମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଣିଆବନ୍ଧ, ଯେଉଁଠି ଚିକିତ୍ସାଳୟର ଡାକ୍ତର, ଫାର୍ମାସିଷ୍ଟ, ନର୍ସଙ୍କ ଠାରୁ ଆରମ୍ଭ କରି ସିକ୍ୟୁରିଟି ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟବହାର ନମ୍ର ଓ ମାର୍ଜିତ, ଯେଉଁଠି ଚିକିତ୍ସାଳୟର ଭିତର ଓ ବାହାର ସବୁ ପରିବେଶ ପରିଷ୍କାର ପରିଚ୍ଛନ୍ନ, ଯେଉଁଠି ଘର ଭଳି ଫୁଲ ବଗିଚା, ଔଷଧୀୟ ବଗିଚା, ବିଶ୍ରାମସ୍ଥଳୀ, ବିଶୁଦ୍ଧ ପାନୀୟ ଜଳ, 24 ଘଣ୍ଟିଆ ଜେନେରେଟର ସୁବିଧା, ସମସ୍ତ ଆବଶ୍ୟକୀୟ ଉପକରଣ ସମେତ ଅହରହ ନିରୀକ୍ଷଣ କେନ୍ଦ୍ର ବା ଆଇସିୟୁର ସୁବିଧା, ଅପରେସନ ଥିଏଟର, ସ୍ୱତନ୍ତ୍ର ପୁରୁଷ, ମହିଳା ଓ ପ୍ରସୂତି କକ୍ଷ, ସିଏ ଆମ ମାଣିଆବନ୍ଧ ହସ୍ପିଟାଲ। ଔଷଧ ବିତରଣ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଯେଉଁଠି ସରଳ ଭାବରେ ବାରମ୍ବାର ଔଷଧ ସେବନ ବିଷୟରେ ବୁଝାଇ ଦିଅନ୍ତି, ଯେଉଁଠି ହସ ହସ ମୁହଁରେ ଡାକ୍ତର ଦୁଇ ପଦ କଥା ହୋଇ ଅଧା ରୋଗ ଦୂର କରିଦିଅନ୍ତି, ଗୋଟିଏ ମଫସଲ ଗାଁ ଭିତରେ ଥିଲେ ବି ଯେଉଁଠି ସବୁ ପ୍ରକାର ପ୍ରାଥମିକ ଚିକିତ୍ସା ଉପଲବ୍ଧ ହୋଇଥାଏ, ସିଏ ଆମ ଗାଁ ହସ୍ପିଟାଲ, ଆମ ମାଣିଆବନ୍ଧ ହସ୍ପିଟାଲ। ଧୈର୍ଯ୍ୟର ସହିତ ରୋଗୀ ଓ ତାର ଆଟେଣ୍ଡାଣ୍ଟ ମାନେ ଧାଡ଼ି ବାନ୍ଧି ଡାକ୍ତରଙ୍କ ପରାମର୍ଶ ପାଇଁ ଅପେକ୍ଷା କରି ରହନ୍ତି ଓ ଭଲ ସେବା ପାଉଛନ୍ତି ବୋଲି ସ୍ୱୀକାର କରନ୍ତି। ଏହା ହିଁ ଆମ ଗାଁ ମାଣିଆବନ୍ଧ ପାଇଁ ଗର୍ବ ଓ ଗୌରବ। ଆଇ ଲଭ୍ ମାଇ ମାଣିଆବନ୍ଧ।